ଗଛ କାଟି କାଟି ସବୁ ପଦା କରି ସାରିଲାଣି। ଆରେ ବାବୁ ମୋର ତ ବେପାର ମୁଁ କାଟି ଦୋଳ ମଣ୍ଡପ ଠେଇକି ଚାଲେ ସେଇଠି ତୋରା କଥା ଆମର ସରପଞ୍ଚ ସମସ୍ତେ ବଇଛନ୍ତି ସେଇଠିକି ଚାଲ ସେଇଠି କଥାବାର୍ତ୍ତା କହିବି ଭାଇ ତମ ଗାଁରେ ତ ଲୋକ ଦେଲେ ଗଛ ମୁଁ କାଟି ବାନ୍ଧି କରି ନେଇଯାଉଛ। ଆଜ୍ଞା ସରପଞ୍ଚ ବାବୁ କାଳିଆ ଜୀବନ ସାରା ଗଛ କାଟି କାଟି ଏରିଆରେ ସବୁ ପଦା କରି ସାରିଲାଣି, ଗୋଟିଏ ବି ଗଛ ରଖିନି ସିଏ। ଆଜ୍ଞା ଶୁଣନ୍ତୁ, ଇଏ କଣ ଇଏ ଗୋଟା ଲୋକ ଇଏ ଥିବା ପର୍ଯ୍ୟନ୍ତ ଇଏ ଯେପର୍ଯ୍ୟନ୍ତ ଅଛି ସେ ପର୍ଯ୍ୟନ୍ତ ଇଏ ଗାଁ ଗଣ୍ଡାରେ ଗୋଟେ ଗଛ କୋଉଠି ରଖେଇଦବନି, ସବୁ କାଟିକିରି ପଦା କରିସାରିଲେଣି, ଟୋଟାଲ ଧୂଆଁ। କଣ କାଳୁ ସରପଞ୍ଚ ବାବୁ ମୋର ତ ଧନ୍ଦା ସେଇଆ, ମୁଁ ତ ଗଛ କାଟିଲେ ମୁଁ ବଞ୍ଚିବି ମୋ ପିଲା ବଞ୍ଚିବେ। ନା ନା ଇଏ ଖାଲି କୁହନ୍ତି ଗଛ କାଟିଦେଲା ଆମ ଗାଁରୁ। ଆରେ ତୋ ଧନ୍ଦା ସେଇଆ ଯେ ତୁ ବେପାର କରୁଛୁ, ଗଛ ବେପାର କରୁଛୁ, ଠିକ ଅଛି, ତୁ କେତୁଟା ଗଛ ଲଗେଇକିରି କାଟିଛୁ ନା ଖାଲି କାଟି ଚାଲିଛୁ? ଆଜ୍ଞା ରୋଡ ସାଇଡ ରେ ସରକାର ଲଗାଇଥିଲେ ଲୋକଗୁଡା ସବୁ ଖରା ଦାଉରୁ ରକ୍ଷା ପାଇବା ପାଇଁ, ଖରା ତରରେ ଆସିଲେ ଛାଇରେ ଟିକେ ଛିଡା ହେବେ, ତେଣୁକରି ରୋଡ ସାଇଡ ରେ ଗୋଟିଏ ବି ଗଛ ରଖିଲାନି, ସବୁ ଜାଗା କାଟି ସେଟା ମାଗଣା ମିଳୁଛି ଆଉ ସରପଞ୍ଚ ବାବୁ ରୋଡ ସାଇଡ ସରକାରୀ ଗଛ ମୁଁ କାଟିବି, ପ୍ରାଇଭେଟ ଲୋକ ଲାଗୁଛି ମୁଁ ତାର କାଟୁଛି। ମତେ ଏଇ ଦେଖ ମୁଁ ଗଛ କଟା ଅଧା ମୋ ଲୋକ ଲାଗିଛନ୍ତି। ବସ ଚୁପ୍ ହେଇକି ତମେ ବସ ଆଗ। ହଁ ବସ ମୁଁ କଣ ଏତ ବିବେକ ମୁଁ ଗଛ ଚଢିକି କଣ କଥା କହୁଛ? ଚୁପ୍ ଚୁପ୍ ହେଇକି ବସ। ଆମେ ଆଣିଛୁ ସରପଞ୍ଚ ବାବୁ, ତମେ କଣ ଆଖି ଦେଖି ଆମେ ସରପଞ୍ଚ କଥା ତମେ ସରପଞ୍ଚ ମୋ ଧନ୍ଦା ମୁଁ ତାର ବିଚାର କରାଯିବ ଏଇଠି। ଆଜ୍ଞା ଏଇଠି ତାର ବିଚାର କରାଯିବ। ଆଜ୍ଞା ସେ ଯେତେ ଗଛ କାଟିଛି କାଳୁ, ଆଜ୍ଞା ତାକୁ ଏ 2026 ରେ ଆଜ୍ଞା ତାକୁ ସେତିକି ଗଛ ଲଗେଇବାକୁ ପଡିବ। ବଢିଆ ବଢିଆ ବଢିଆ। ଆଜିଠାରୁ ଆମର ଏ ଗଛର ଅଭିଯାନ ଆରମ୍ଭ କରାଯିବ। ଆଜ୍ଞା ଆଉ କାଟିଥିବା କାଳୁ ଆମ ଆଗରେ ରହିବ। ଆଜ୍ଞା ଠିକ ଅଛି, ତୁ ଯଦି ଗଛ କାଟିଛୁ ତତେ ଆଜି 2026 ରେ 10 ଡବଲ ଗଛ ଲଗେଇବାକୁ ପଡିବ, ନହେଲେ ତତେ କ୍ଷମା ନାହିଁ। ଗଛ ମୁଁ କାହିଁ ଲଗେଇବି? ଗଛ ସରକାର ଲଗେଇବ ନା ମୁଁ ଲଗେଇବି? ମୁଁ କାଟିବା ଲୋକ ଗଛ, ମୁଁ ଗଛ କାଟିବି। ଆଉ ମୁଁ ଗଛ ଲଗେଇବି, ଆପଣ କହନ୍ତି ଗଛ ଲଗେଇବୁ, ମୁଁ ଗଛ ଲଗେଇ ପାରିବି ଆଜ୍ଞା, ସେ ସରକାର ଲଗେଇବେ ଗଛ। ଆରେ ଏଟା କେଡେ ଗାଲୁଆଟା କିରେ? ସରକାର କଣ ଗଛ ଲଗେଇବେ? ତୁ ଖାଲି କାଟି ଚାଲିବୁ, ତୋର ବେପାର ହବ ଆଉ ନାଇଁ। ଆରେ ସରକାର କଣ ଗଛ ଲଗେଇବେ? ତୁ ଗୋଟେ ଗଛ ଲଗଉନୁ, ତୋ ଅଜାଣତରେ ତୁ କେଯାଏ ପରିବେଶକୁ ଦୂଷିତ କରୁଛୁ ସେ କଥା ଜାଣିଛୁ? ଆଉ ମୁଁ କଣ ଦୂଷିତ କଲି ବା? ମୁଁ ତ ଗଛ କାଟିବା ଲୋକ, ମୁଁ ଗଛ କାଟିବି। ଲୋକ ନଉନ୍ତି ପଇସା, ମତେ ଗଛ ଦେଖୁଛନ୍ତି, ମୁଁ ଏ କାଟୁଛି। ତମେ ଖାଲି କହୁଛ ଇଏ ଗଛ କାଟି ଦଉଛି, ଗଛ କାଟି ଦଉଛି। ମୁଁ ଯୋଉ ପଇସା ବିନିଯୋଗ କରୁଛି, ଆଉ ଯୋଉ ଗଛ କାଟିବାକୁ ଯୋଉ ଲୋକ ଡାକୁଛି ସେ ଯୋଉ ପଇସା ନଉଛି, ସେ ପଇସା ମତେ ଦେବେ, ମୁଁ ପୁଣି ଗଛ ଲଗେଇବି ନା କଣ? ସେ କଥା ମୁଁ ଦ୍ୱାରା ହବନି, ସେ ସରକାରଙ୍କୁ ଆଉ ସିଏ ଲଗେଇବେ। ଆରେ କାଳିଆ କେଳେ ତୁ ଡିହ ଗାଲୁଆ ଡାକିରେ, ସରକାର କଣ ଗଛ ଲଗାଇଥିଲେ ତୁ ଗଛ କାଟିକି ବେପାର କରିବୁ? ତେତେ ମୁଁ ୱାର୍ଣ୍ଣିଂ ଦଉଛି, ଆମ ଗାଁରୁ ଗୋଟାଏ ଯଦି ଗଛ କାଟିବୁ ତାହେଲେ ଦେଖିବୁ ତୋ ଅବସ୍ଥା କଣ ହବ। ଆଉ ସରକାର କଣ କରି ଲଗେଇବେ? ଆଉ ସରକାର ଆମେ ନିଜେ ହେଲା। ଆଚ୍ଛା ଯାହା ହେଇଛି ଭୁଲ ହେଇଛି, ତେଣୁ ଆମେ 2026 ରେ ତତେ ଗଛ ଲଗେଇବାକୁ ପଡିବ। ସରକାର କୋଉଠି ଲଗାନ୍ତିନି, ସବୁ ଏଇ ଜନସାଧାରଣ ଲଗାନ୍ତି। ସରକାର ଗଭର୍ଣ୍ଣମେଣ୍ଟ ତରଫରୁ କୌଣସି ଜାଗାରେ ଗଛ ଲଗେଇବା ତୁମେ କେହି ଦେଖିନ, ଜଙ୍ଗଲ ସୃଷ୍ଟି କରନ୍ତି ଏଇ ମଣିଷ। ତେଣୁକରି ଆମେ ଆଜିଠାରୁ ଗଛ ଲଗେଇବା। ତୁ ନିଜେ ବୁଝିପାରୁଛୁ ଟି? ତୁ ଯୋଉ ରେଟରେ ଗଛ କାଟି ଚାଲିଛୁ, ଆଉ 5 ବର୍ଷ ପରେ ଏ ସଂସାରରେ ଅକ୍ସିଜେନ ମିଳିବ? ଇଏ ଯେମିତି ପାଣି ପାଉଚ ବିକ୍ରି ହଉନି, ସେମିତି 1.5 ଟଙ୍କା 2 ଟଙ୍କା ନହେଲେ 5 ଟଙ୍କାରେ ପାଣି ପାଉଚ ବିକ୍ରି ହଉଥିବ ଅକ୍ସିଜେନ। ଆରେ ତୁ ଜାଣତରେ ହଉ କି ଅଜାଣତରେ ହଉ, ତୁ ଯେତିକି ଗଛ କାଟି ଚାଲୁଛୁ ପରିବେଶ ଦୂଷିତ ହଉନି? ତୁ ଯୋଉ ଗାଡି ଚଲାଉଛୁ ପରିବେଶ ଦୂଷିତ ହଉନି? ଜୀବନ ସାରା ଗଛ କାଟି ଚାଲିଛୁ, ଏ ସଂସାର ରହିବ କେମିତି? ତୁ ଯଦି ଏମିତି ଗଛ କାଟିବୁ, ବଡ ବଡ କମ୍ପାନୀ ମାନେ ପଶିବେ, ଅକ୍ସିଜେନ ବିକିବେ ହେଲା, ଆଉ ଲୁଟିବେ ଆମକୁ। ସୁଧୁରି ଯା ଆଣିକି। ଠିକ ଅଛି କାଳୁ, ତୁ ଆଜିଠାରୁ ସୁଧୁରି ଯା, ତୁ ଆଜିଠାରୁ ସୁଧୁରି ଯା। ଆମ ଦେଶ ପରିବେଶ ପାଇଁକି ସବୁ କେମିତି ଠିକ ରହିବ, ଆମେ ଅମ୍ଳଜାନ କେମିତି ଠିକ ସେ ପାଇବା। ଆଉ ଆଜିଠାରୁ ତୁ ସୁଧୁରିକି ଗଛ ଲଗେଇବା ଅଭିଯାନଟା ଆଜିଠାରୁ ତୁ ଆରମ୍ଭ କର। ଆଜିଠାରୁ ଆରମ୍ଭ ହେବ, 2026 ଆଜି 1 ଜାନୁଆରୀ 1 ରୁ ଆରମ୍ଭ ହେବ ଗଛ ଲଗେଇବା ଅଭିଯାନ। ଆଜିଠାରୁ ତୋ ହାତରେ ଅନୁକୂଳ ହେବ ଗଛ। ଆରେ ଇଏ ମୁଁ କଣ, ତମେ ଏମିତି କଥାବାର୍ତ୍ତା କରୁଛ କି ସାରେ? ମୁଁ ଗଛ ଲଗେଇନି, ମୋ ପିଲାବେଳେ ଗୁଡ଼ାଏ ଗଛ ଲଗେଇଛି, ବାରିଘର ଦୁନିଆ ଗଛ ଲଗେଇଛି। ମୁଁ ତ ଗଛ କାଟିଛି, ମତେ ସମୟ କୋଉଠି ଅଛି ମୁଁ ଗଛ ଲଗେଇବି କହିଲେ? ପିଲା ବେଳେ ଲଗେଇଥିଲା ମୁଁ ଗୁଡ଼ାଏ ଗଛ ଲଗେଇଛି, ଆଉ ମୁଁ ତ ଗଛ କାଟୁଛି, ମତେ ସମୟ ହଉନି। ସମୟ ପାଇଲେ ସିନା ମୁଁ ଗୋଟେ ଗଛ ଲଗେଇବି। ତଥାପି କଦଳୀ ଗଛ, ତୁଳସୀ ଗଛ ଏସବୁ ଲଗଉଛି। ବ୍ୟସ୍ତ ହୁଅନି, ଚାଲ ଗଛ ଲଗେଇବା, ଆମ ଦେଶକୁ ଆମେ ସୁରକ୍ଷିତରେ ରଖିବା। କାହିଁ ଗଛ କାହିଁ କହୁନ? ମୁଁ ଗଛ ଲଗେଇବା ମନା କରୁଛି?
ଏଇ ଆସିଗଲା ଗଛ। ଏ ଚାଲ ସମସ୍ତେ ଗଛ ଲଗେଇବା, ଚାଲ ଆସିବା। ଆସ ଆସ ଚାଲ, ଆସ, ଚାଲ, ଚାଲ, ସମସ୍ତେ ଚାଲ, ମିଶି ଗଛ ଚାଲ। ଲଗେଇବା ଆସ। ସବୁ କଥା ପଛ ଆସ ଲଗେଇବା ଗଛ, ଆଉ ସବୁ କଥା ପଛ ଆସ ଲଗେଇବା ଗଛ। କାହିଁ ଏତେ ଦେଖୁଛୁ ରଙ୍ଗ ଗଛ ଲଗଉନ। ଏ କାଳୁ ସାମନେ ତ କଣ କାଢ କାଢ ତାକୁ, କାଢ। ଏଇଟାକୁ ଆମର ଧରିଲ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆରେ ଆଉ ତୁ ମଞ୍ଜି ଫେରିଲା ସାଇଡ ସାଇଡ କୋଦାଳରେ ମାଟି ଦେଲ, ମାଟି ଗড়ା, ମାଟି ଗড়ା। ହଁ କର କର। ଜୟ ଜଗନ୍ନାଥ, ଜୟ ଶ୍ରୀରାମ, জয় শ্রীরাম। ଜୟ ଜଗନ୍ନାଥ। ଇଆଡେ ମାଟି ପୋଛି ନେଇ ଇଆଡେ ରହିଲା। ନୂଆ ବର୍ଷର ସଂକଳ୍ପ ଗଛ ଲଗେଇବା, ଭଲ କାମଟା ହେଲାଣି। ସବୁ ଜାଗା ତ ଦେଇଦିଅ ପୁରା ତଳକୁ ପଳଉ। ଜୟ ଶ୍ରୀରାମ। ଜୟ ଶ୍ରୀରାମ। ନୂଆ ବର୍ଷର ଅଭିନନ୍ଦନ। ଦର୍ଶକ ବନ୍ଧୁ ସମସ୍ତେ ଆସନ୍ତୁ, ମିଳିମିଶି ଗଛ ଲଗେଇବା, ପରିବେଶକୁ ସୁସ୍ଥ ରଖିବା। ଆଉ ସବୁ କଥା ପଛ ଆସ ଲଗେଇବା ଗଛ। ଆଜ୍ଞା ଆମେ ଲଗାଉଛୁ ଗଛ, କିନ୍ତୁ ଆପଣମାନେ ଲଗାନ୍ତୁ ଗଛ। ଗଛ ଆଜ୍ଞା ଆମର ଜୀବନ। ଏଇ ଗଛ ବଞ୍ଚିଲେ ଆମେ ହିଁ ବଞ୍ଚିବା। କିନ୍ତୁ ଆପଣମାନେ ଆଉ ସବୁ କଥା ଭୁଲି ଯାଆନ୍ତୁ, କିନ୍ତୁ ଗଛ ଲଗାନ୍ତୁ। ଆପଣମାନେ ବୁଝିପାରିଲେ ତ? ଆମେ ଲଗାଉଛୁ, ଆପଣମାନେ ବି ଲଗାନ୍ତୁ। ଆଉ ସବୁ କଥା ପଛ, ଆସ ଲଗେଇବା ଗଛ, ଆଉ ସବୁ କଥା ପଛ, ଆସ ଲଗେଇବା ଗଛ। ଆଉ ସବୁ କଥା ପଛ। ଆସ ଲଗେଇବା ଗଛ।